শরণাগতদিনাথং পরিত্রাণং পরায়ণে সর্বসাতে হরে দেবী মা শারদে দেবী নমস্তুতে। জয় মা শারଳା। ଆଜିକାର ନୀତିବାଣୀରେ ଆପଣମାନଙ୍କ ପାଇଁ ସୁନ୍ଦର କଥାଟିଏ। ସହଦେବ ପାଣ୍ଡବମାନଙ୍କର ସବା ସାନ ଭାଇ ଥିଲେ, କିନ୍ତୁ ସେ ପିତାଙ୍କର ମାଂସ ଖାଇଛନ୍ତି। ଆସନ୍ତୁ ଆରି ଉପରେ ଆମେ ନୀତିବାଣୀର କଥାକୁ ଆଲୋଚନା କରିବା। ହସ୍ତିନାପୁରର ଧୃତରାଷ୍ଟ୍ର ଆଉ ପଣ୍ଡୁ ଥିଲେ ଦୁଇ ଭାଇ। ପଣ୍ଡୁଙ୍କର ଦୁଇଟି ରାଣୀ ଥିଲେ, ଏକରେ କୁନ୍ତି, ଦୁଇରେ ହେଉଛନ୍ତି ମାଦ୍ରୀ। ପଣ୍ଡୁ ଥରେ ଜଙ୍ଗଲକୁ ଶିକାର କରିବା ପାଇଁ ବାହାରିଲେ। କିଛି ବାଟ ଯିବା ପରେ ଗୋଟିଏ ଜଙ୍ଗଲଟିଏ ଦେଖିଲେ। ସେଇ ଜଙ୍ଗଲ ଦେହରେ ମୃଗ ଆଉ ଗୋଟିଏ ମୃଗୁଣୀ ବିହାର କରୁଛନ୍ତି। ଏହି ସମୟରେ ପଣ୍ଡୁ କିଛି ଦୂରରେ ଥାଇ ଲକ୍ଷ୍ୟ କରି ଗୋଟିଏ ଶରବିଦ୍ଧ କରିଦେଲେ। ସେ ଶର ଯାଇ ଦୁଇ ଜଣଙ୍କ ଉପରେ ଯେତେବେଳେ ବାଜିଛି, ଏହି ସମୟରେ ଗୋଟିଏ ଋଷିଟିଏ ସେ ଶରୀର ମଧ୍ୟରୁ ବାହାରି ପଡ଼ିଲା ଏବଂ ସେଇଠି ସେ ଋଷିଟି କହିଲା, ହେ ରାଜା ପଣ୍ଡୁ, ଆଜି ଆତ୍ମଗର୍ଭରେ ତମେ ଉଲ୍ଲସିତ ହୋଇ ଆଜି ଯେଉଁଭଳି ମୋତେ ତମେ ଆମକୁ ମାରିଲ, ଆମେ ବିହର କରୁଥିଲୁ ଅତି ଆନନ୍ଦରେ। ବିହର ସମୟରେ କୌଣସି ଲୋକ ଦେଖନ୍ତିନି, କିନ୍ତୁ ତମେ ଅଥଚ ଦେଖିକିନା ଆମକୁ ମାରିଛ। କିନ୍ତୁ ଆଜିଠାରୁ ଆମ ଅଭିଶାପ ନିଅ। ତମେ କୌଣସି ନାରୀ ସହିତ ଯେତେବେଳେ ବିହର କରିବ, ସମ୍ଭୋଗ କରିବ, ସେଇଦିନ ତମର ଛାତି 3 ଫାଳ ହୋଇକି ଫାଟିଯିବ। ଏହା କହି ମୃଗ ଆଉ ମୃଗୁଣୀ ଦେହାନ୍ତ ହୋଇଗଲେ। ପଣ୍ଡୁ ରାଜା ପ୍ରତ୍ୟେକ ଦିନ ଏହି କଥା ନେଇ ମନ ଦୁଃଖରେ ରହିଥାନ୍ତି। ଥରେ କୁନ୍ତି ମା ଆଉ ମାଦ୍ରୀ ପଚାରିଲେ, କହିଲେ, ସ୍ୱାମୀ, ପ୍ରତ୍ୟେକ ଦିନ ଆମେ ଦେଖୁଛୁ ତମେ ଚିନ୍ତିତ ଅବସ୍ଥାରେ ରହିଛ, କ'ଣ ପାଇଁ? ୟା କାରଣ କ'ଣ? ସେଇଠି ପଣ୍ଡୁ ବୁଝେଇ ଦେଲେ, କହିଲେ, ହେ କୁନ୍ତି, ମୁଁ ଜଙ୍ଗଲକୁ ଯାଇଥାଏ ଶିକାର କରିବା ପାଇଁ। ଗୋଟିଏ ମୃଗ ଆଉ ମୃଗୁଣୀ ବିହର କରୁଥିବା ସମୟରେ ମୁଁ ତାକୁ ଶରବିଦ୍ଧ କଲି ଏବଂ ସେଇ ମୃଗ ଦେହରୁ ଗୋଟିଏ ଋଷିଟିଏ ମୋତେ ଆଜି ଅଭିଶାପ ଦେଲା, ଯେଉଁଦିନ ତମେ ଅନ୍ୟ ନାରୀ ସହିତ କି ତମ ସ୍ତ୍ରୀ ସହିତ ସମ୍ଭୋଗ କରିବ, ବିହର କରିବ, ସେଦିନ ତମର ଛାତି 3 ଫାଳ ହୋଇକି ଫାଟିଯିବ। ସେଥିପାଇଁ ଚିନ୍ତିତ ଅବସ୍ଥାରେ ରହିଛି। ଏ ବଂଶ ମୋର ଆଜି ରହିବ କିଭଳି? କୁନ୍ତି ସେଇଠି କହିଲେ, ମୋର ଆଜି ଗୋଟିଏ କଥା ମନେ ପଡ଼ୁଛି। କହିଲେ, ହେ ରାଜା, ମୁଁ ଯେତେବେଳେ ଛୁଆଟି ହେଇଥିଲି, ଦୁର୍ବାସା ଋଷିଙ୍କୁ ଅନେକ ସେବା କରେ ଏବଂ ଦୁର୍ବାସା ଋଷି ମୋତେ ଗୋଟିଏ ମାଳାଟିଏ ଦେଇଛନ୍ତି। କହିଲେ, ଏ ମାଳାକୁ ଧରିକି ତମେ ଯାହାକୁ ସ୍ମରଣ କରିବ, ସିଏ ତମର ସ୍ୱାମୀ ହେବ। ପଣ୍ଡୁ ସେଇଠି କହିଲେ ଠିକ୍ ଅଛି, ତମେ ଏବେ ମାଳା ଧରିକି ସ୍ମରଣ କର, ଆମ ସଂସାର କିଭଳି ଭାବରେ ଆମର ଏ ବଂଶ ରହିବ। କୁନ୍ତୀଙ୍କ ଠାରୁ 3 ପୁତ୍ର ଜନ୍ମଲାଭ କରିଥିଲେ, ଯୁଧିଷ୍ଠି, ଭୀମ, ଅର୍ଜୁନ। ଯୁଧିଷ୍ଠିର ଥିଲେ ଧର୍ମପୁତ୍ର, ଭୀମ ଥିଲେ
ଇଏ ପବନ ପୁତ୍ର, ଅର୍ଜୁନ ଥିଲେ ଇନ୍ଦ୍ରପୁତ୍ର। ଏହାପରେ ଏ ମାଳାଟିକି ମାଦ୍ରୀକି ଦେଇଥିଲେ। ମାଦ୍ରୀ ଏହି ମାଳା ଦ୍ୱାରା ଦୁଇ ପୁଅ ଜନ୍ମଲାଭ କଲେ, ନକୁଳ ସହଦେବକୁ। ନକୁଳ ଥିଲା ବହୁତ ସୁନ୍ଦର, କିନ୍ତୁ ଯେଉଁ ଦିନଠାରୁ ଅଭିଶପ୍ତ ହୋଇଥିଲେ ପଣ୍ଡୁ, ସେହି ଦିନଠାରୁ ସେ ବ୍ରହ୍ମଚାରୀ ପାଲଟି ଯାଇଥିଲେ। ଅନେକ ଗୁଣରେ ସେ ମଧ୍ୟ ଗୁଣିତ ହୋଇଯାଇଥିଲେ। ଚିନ୍ତା କରୁଥିଲେ, ଏଇ ଯେଉଁ ମୁଁ ଗୁଣ ସମ୍ପନ୍ନ ଆଜି ବ୍ରହ୍ମଚାରୀ ହୋଇପାରିଛି, ମୋ ଔରସରୁ ଯଦି କୌଣସି ସନ୍ତାନଟିଏ ଜନ୍ମଲାଭ ନିଅନ୍ତା, ତାହେଲେ ସେ ଜଣେ ବ୍ରହ୍ମଜ୍ଞାନୀ ବି ହେଇପାରନ୍ତା, ତ୍ରିକାଳଦର୍ଶୀ ବି ହେଇପାରନ୍ତା। ସେହି ସମୟରେ ପଣ୍ଡୁ ପାଞ୍ଚ ପୁଅକୁ ଡକେଇ ଥରେ କହିଲେ ମୁଁ ମରିଯିବା ପରେ ମୋର ମାଂସକୁ ତମେମାନେ ସମସ୍ତେ ଭକ୍ଷଣ କରିବ। ଭକ୍ଷଣ କଲେ କିଛି ଯଦି ଗୁଣସମ୍ପନ୍ନ ହୋଇପାରିବେ। କିନ୍ତୁ ପଣ୍ଡୁଙ୍କର ଯେତେବେଳେ ଦେହାନ୍ତ ହୋଇଥିଲା, ଏ କଥା କାହାରି ଆଉ ମନେ ନଥିଲା। ସେହି ସମୟରେ ପିମ୍ପୁଡ଼ି ଗୋଟିଏ ଖଣ୍ଡ ମାଂସ ନେଇକି ଯାଉଥିବା ଅବସ୍ଥାରେ ସହଦେବ ତାକୁ ଦେଖିଲେ ଏବଂ ପିତାଙ୍କ କଥା ମନେ ପଡ଼ିଗଲା। ପିତା କହିଥିଲେ ମୋ ମାଂସକୁ ତମେ ଭକ୍ଷଣ କରିବ, ସର୍ବଗୁଣ ସମ୍ପନ୍ନ ହେଇଯିବ। ସେଇଠି ସହଦେବ ଆଣି ପିମ୍ପୁଡ଼ିଠାରୁ ସେ ମାଂସ ଖଣ୍ଡକ ନିଜେ ଭକ୍ଷଣ କଲେ। ସେଇଦିନଠାରୁ ସହଦେବ ତ୍ରିକାଳଦର୍ଶୀ ହେଇଗଲେ। ସେ ପ୍ରତ୍ୟେକ କଥାକୁ ସେ ମଧ୍ୟ ଜାଣିପାରନ୍ତି। ଆଗତ ଭବିଷ୍ୟତ ବର୍ତ୍ତମାନର କଥା ସହଦେବଙ୍କୁ ଜଣାପଡ଼ିଯାଏ। ଭଗବାନ କୃଷ୍ଣ ଏ କଥାକୁ ଜାଣିଥିଲେ। କହିଲେ, ହେ ସହଦେବ, ଏଇ ଯେଉଁ 18 ଦିନ ମହାଭାରତ ହବ, ତମେ ଯଦି ଆଗୁଆ କିଛି କହିଦିଅ, ତାହେଲେ ତମ ମସ୍ତକ ସେଦିନ ଦୁଇ ଫାଳ ହେଇଯିବ। ଏ କଥାକୁ ତମେ ଗୁପ୍ତ ରଖିବ। ମୁଁ ଯେତେବେଳେ ପଚାରିବି ତାର ଗୋଟିଏ କଥା ମୋତେ ତମେ ଉତ୍ତର ଦେଉଥିବ। କେବଳ ପଣ୍ଡୁଙ୍କ ମାଂସ ଖାଇଥିବାରୁ ସହଦେବ ତ୍ରିକାଳଦର୍ଶୀ ହୋଇପାରିଲେ। ଆଜିକାର ଏ ନୀତିବାଣୀର ରକ୍ତର ସମ୍ପର୍କ ରକ୍ତକୁ ଦିନେ ଆସେ। ଏଇ ନୀତିବାଣୀରୁ ଆମେ ଶିକ୍ଷା ଲାଭ କରିବା, ରକ୍ତର ସମ୍ପର୍କ ଦିନେ ରକ୍ତ ସହିତ ବି ମିଶେ। ନିଜର ବାପର ରକ୍ତ ଦିନେ ପୁଅର ଗୁଣ ସମ୍ପନ୍ନ ବି ହେଇପାରିବ। ଆଜି ପଣ୍ଡୁଙ୍କର ମାଂସ ଖାଇକିନା ସହଦେବ ବ୍ରହ୍ମଚାରୀ ତ୍ରିକାଳଦର୍ଶୀ ବି ହେଇପାରିଥିଲେ। ତେଣୁ ଯଦି ମୋର ଏଇ ନୀତିବାଣୀ ଆପଣମାନଙ୍କୁ ଭଲ ଲାଗିଥିବ, ମୋର ଏ ଚ୍ୟାନେଲକୁ ଗୋଟିଏ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କରନ୍ତୁ। ସମାଜର ମଙ୍ଗଳ କାମନା ହେବ। ଆଜିକାର ଅନୁଚିନ୍ତା, ଘରୁ ଯେତେବେଳେ ବାହାରିଥିବେ, ଯଦି ଝିଟିପିଟି ଯଦି ସାଉଣ୍ଡ କରେ, ତାର ଟିକ୍ 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 ସାଉଣ୍ଡ କରିବ, ଜାଣିବ ଆପଣଙ୍କର ଶୁଭଦାୟକ। ଆଉ ଝିଟିପିଟି ଯଦି ବି ତଳେ ଖସି ପଡ଼େ ଯିବା ସମୟରେ, ଜାଣିବେ ଆପଣଙ୍କର ଶୁଭଦାୟକ। ଏତିକି କହି ମୋର ନୀତିବାଣୀ ଅନୁଚିନ୍ତାକୁ ଶେଷ କରୁଛି। ପ୍ରଣାମ। ଜୟ ଜଗନ୍ନାଥ।